ନମସ୍କାର। ଗୋଟେ ନଗର ଉପକଣ୍ଠରେ ଏକ ବିରାଟ ବରଗଛ ଥିଲା। ସେ ଥିଲା ଝଙ୍କାଳିଆ ବରଗଛ ଥିଲା। ସେଠି ବହୁତ ପ୍ରକାର ପକ୍ଷୀ ଯଥା ଶୁଆ, ସାରି, କାଉ, ଡାଉକ, ବଗ, ପାରା, ବଣି, ହଂସରାଳି, ମୟୂର, ଇଭେନ୍ ମାଙ୍କଡ଼ମାନେ ସେଠି ବସା ବାନ୍ଧି ରହୁଥିଲେ। ବେଶ ସୁଖରେ ଥିଲେ। କିନ୍ତୁ କେତେ ଦିନ ପରେ ସେମାନେ ଦେଖିଲେ ତାଙ୍କ ବସାରୁ କେହି ଜଣେ ଆସି ଛୋଟ ଛୋଟ ଶିଶୁ ଶାବକ ଏବଂ କିଛି ଅଣ୍ଡା ଖାଇଯାଉଛି। ଯେତେବେଳେ ସେମାନେ ଏହା ଜାଣିଲେ ଏବଂ ଦେଖିଲେ ଯେ ଗୋଟେ ସାପ ପ୍ରତିଦିନ ଗଛ ଉପରକୁ ଚଢ଼ୁଛି ଏବଂ ପକ୍ଷୀମାନେ ନଥିଲା ସମୟରେ ଏସବୁ ଖାଉଛି ଆଉ ପଳେଇ ଯାଉଛି। ତେଣୁ ସେମାନେ ଗୋଟେ ଦିନ ଯୋଜନା କଲେ, ଗୋଟେ ସଭା କଲେ। ସଭାରେ ଗୋଟେ ଯୋଜନା ସ୍ଥିର କରାଗଲା ଏବଂ କାଉକୁ ଏ ଭାର ଦିଆଗଲା ଯେ ସେ ଏ ଯୋଜନାର ମୁଣ୍ଡି ମାରିବ। ତେଣୁ ସେଇ ନଗରର ବରଗଛ ନିକଟରେ ଏକ ଗୌରୀ ପୁଷ୍କରିଣୀ ଥିଲା। ଯେଉଁ ପୁଷ୍କରିଣୀରେ ସେ ନଗରର ରାଜକନ୍ୟା ଏବଂ ତାର ସଖୀମାନେ ଆସି ସ୍ନାନ କରନ୍ତି, ସେଠି ଖେଳନ୍ତି, ବୁଲନ୍ତି ଆଉ ଘରକୁ ପଳାନ୍ତି। ଯେଉଁଦିନ ସେମାନେ ଏମିତି ଗାଧୋଇବା ପାଇଁ ଆସିଲେ ଏବଂ ପୋଖରୀରେ ଗାଧୋଉଛନ୍ତି, ତାଙ୍କର ଯେତେ ସବୁ ଥିଲା ସୁନା ଅଳଙ୍କାର ବା ଅନ୍ୟାନ୍ୟ ଜିନିଷ ପୋଖରୀ କୂଳରେ ରଖିଦେଇଛନ୍ତି। ଏ ସମୟରେ କାଉଟି ଆସିଲା, ସେଥିରୁ ଗୋଟିଏ ରାଜକୁମାରୀଙ୍କର ଗୋଟିଏ ଇନ୍ଦ୍ର ନୀଳ ମଣି ହାରକୁ ନେଇ ପଳେଇଲା ଏବଂ ସେ ଯାଇ ଏ ଯେଉଁ ଗଛ ତଳେ ଗୋଟେ ସାପ ଗାତ ଥିଲା ସେଇଠି ସେ ନେଇକି ପକାଇଦେଲା। ଯେତେବେଳେ ରାଜକୁମାରୀ ଏବଂ ତାଙ୍କ ସାଙ୍ଗମାନେ ଗାଧୁଆ ସାରିଲେ ଏବଂ ପାଟିତୁଣ୍ଡ କଲେ, ଆମ ହାର, ଆମ ହାର, ଆମ ହାର, ଜଗଳିମାନେ ଥିଲେ ସେ ଧାଁ ଦୌଡ଼ କଲେ ଏବଂ ଅନେକ ଦୂର ଦୌଡ଼ିବା ପରେ ଦେଖିଲେ ଯେ ଗଛ ମୂଳରେ କ'ଣ ଗୋଟେ ଗାତ ଅଛି, ସେଠି ସେ ସୁନା ହାରଟି ପଡ଼ିଛି, ଇନ୍ଦ୍ରନୀଳ ମଣି ହାରଟି ପଡ଼ିଛି। ତେଣୁ ଭାବିଲେ ଚୋର ଏଠି ଲୁଚିଛି, କହିକି ସେ ଗାତର ଠେସା ଫେସା କଲେ। ଠେସା ଫେସା କରିବା ଫଳରେ ସେଠି ସାପଟି ଫଁ ଫଁ ହୋଇକି ବାହାରିଲା ଏବଂ ବାହାରିବା ଫଳରେ ଏମାନେ ତାକୁ ପିଟି ପିଟି ମାରିଦେଲେ। ତେଣୁ ଚିନ୍ତା କରନ୍ତୁ, ଏ ସାପଟି ଥିଲା ଆତଙ୍କବାଦୀ। ଏ ଆତଙ୍କବାଦୀକି ବିନାଶ କରିବାକୁ ଏମାନଙ୍କ ମଧ୍ୟରେ, ପକ୍ଷୀମାନଙ୍କ ମଧ୍ୟରେ ଗୋଟେ ଏକତା ସୃଷ୍ଟି ହେଲା ଏବଂ ଏକତାର ବୁଦ୍ଧି ହେଲା ଏବଂ ବୁଦ୍ଧିରୁ ଯୋଜନା କଲେ ଏବଂ ଯୋଜନା କରି ଆତଙ୍କବାଦୀକି ସମ୍ପୂର୍ଣ୍ଣ ଭାବରେ ମାରିଲେ ଏବଂ ତାପରେ ସମସ୍ତେ ସୁଖରେ ରହିଲେ। ତେଣୁ ଆତଙ୍କବାଦୀକି ପ୍ରଶ୍ରୟ ଦେବା ଉଚିତ ନୁହେଁ, ତାଙ୍କୁ ନଷ୍ଟ କରିଦେବାର ହେଉଛି ଧର୍ମସଙ୍ଗତ। ଚିନ୍ତା କରିବେ। ଜୟ ହିନ୍ଦ।